ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପଞ୍ଚାୟତ ମାଳପୁରା ଗ୍ରାମର ରାମ ମନ୍ଦିରରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ଭିତରେ ପଶି ପାର୍ବତୀ ମନ୍ଦିର ଓ ରାମ ମନ୍ଦିର ତାଲାକୁ ଭାଙ୍ଗି ମନ୍ଦିର ଭିତରେ ପଶିଥିଲେ, କିନ୍ତୁ ମନ୍ଦିର ଭିତରେ କୌଣସି ଦାମୀ ଜିନିଷ ନ ପାଇବାରୁ ପଳାଇ ଯାଇଥିଲେ। ବିଗତ ଦିନରେ ଏହି ମନ୍ଦିରରେ 8 ଥର ଚୋରି ହୋଇ ଠାକୁରଙ୍କର ବିଭିନ୍ନ ମୁକୁଟ ଅଳଙ୍କାର ଚୋରି ହୋଇଥିଲା। କାମାକ୍ଷାନଗର ପୁଲିସ ଷ୍ଟେସନରେ ଆଗରୁ ମଧ୍ୟ ଏତଲା ଦିଆଯାଇଥିଲା, କିନ୍ତୁ ମନ୍ଦିରର କର୍ମଚାରୀ ଓ ପୂଜକ କହିବା ଅନୁସାରେ ସେଭଳି କୌଣସି ପୁଲିସ ତରଫରୁ ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନାହିଁ। ସେଥିପାଇଁ ମନ୍ଦିରରେ ବାରମ୍ବାର ଚୋରି ହେବାରେ ଲାଗିଛି। ସାଧାରଣ ଜନତାଙ୍କର ଦାବି ରହୁଛି କି ପୁଲିସ ପ୍ରଶାସନ ତରଫରୁ ରାତ୍ରି ସମୟରେ ନାଇଟ୍ ପାଟ୍ରୋଲିଂ କରିବା ପାଇଁ। ଦେଖିବାକୁ ବାକି ରହିଲା କେବେ ଦୁର୍ବୃତ୍ତମାନେ ଧରା ପଡୁଛନ୍ତି ଓ ମନ୍ଦିରର ପୂର୍ବରୁ ଚୋରି ହୋଇଥିବା ଜିନିଷ ଗୁଡ଼ିକ କେବେ ମିଳୁଛି, ତା ଜନସାଧାରଣ ଚାହିଁ ରହିଛନ୍ତି। କାମାକ୍ଷାନଗରରୁ ପଦ୍ମନାଭ ଦାସଙ୍କ ରିପୋର୍ଟ, ଦମନ ଟିଭି ଲାଇଭ୍। ମୋ ନାଁ ମନ୍ମଥନାଥ ରାଉତ, ଘର ମାଳପୁରା। କ'ଣ କହିବେ ଆଜି ଯେଉଁ ଚୋରି ବିଷୟରେ? କ'ଣ ମନ୍ଦିର ଚୋରି ହେଇଛି? ଇଏ ମନ୍ଦିର 13 ମସିହାରୁ ପ୍ରତିଷ୍ଠା ହେଲାଣି। ବାରମ୍ବାର ଆଜିକି 8 ଥର, ଏଥରକୁ 8 ଥର ହେଲା ଚୋରି ହେଲାଣି। ସେ ପ୍ରଥମ ଥର ରୂପା ମୁକୁଟ ଆମର 4ଟା ନେଇଗଲେ, ଆଉ ଠାକୁରଙ୍କର ପାଦୁକା, ରୂପାର ପାଦୁକା 2ଟା ନେଇଗଲେ, ଅନ୍ୟାନ୍ୟ ଜିନିଷପତ୍ର ବହୁତ ଲକ୍ଷାଧିକ ଟଙ୍କାର ନେଇଯାଇଥିଲେ। ଆଉ ଏଫଆଇଆର୍ ହେଇଥିଲା, ପୁଲିସ ବାବୁ ଆସିଥିଲେ, କିନ୍ତୁ ପୁରା ନିଷ୍କ୍ରିୟ ହୋଇଗଲେ ପୁଲିସ। ପ୍ରଶାସନ ଏଠି ସମ୍ପୂର୍ଣ୍ଣ ନିଷ୍କ୍ରିୟ। ପ୍ରଶାସନ ଯେହେତୁ ଆମର ଏଠି ଥାନାଠୁ ମାତ୍ର 2.5 କିଲୋମିଟର ଦୂରରେ NH ସାଇଡ଼ରେ ଏ ମନ୍ଦିର ଅଛି। ବାରମ୍ବାର ଆମେ ଏଫଆଇଆର୍ କରୁଛୁ, ବାରମ୍ବାର କହିବା ସତ୍ତ୍ୱେ କେବେ ବି ପୋଲିସ କୌଣସି ଏଠି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ନିଷ୍କ୍ରିୟ ସେ NH କଡ଼ରେ ହେଲେ ବି ପେଟ୍ରୋଲିଂ ଏଠି ଟୋଟାଲ ନାହିଁ। ପୋଲିସ ପୁରା ଶୋଇପଡ଼ିଛି ଏଠି, କାରଣ ଏଠି ବଟି ପାଇବାର ନାହିଁ। ବଟି ଯେଉଁଠି ଅଛି ପୋଲିସ ଡ୍ୟୁଟି କରିବେ। ଏଟା ମନ୍ଦିର, ଏଠି କିଏ ବଟି ଦେବ? କ'ଣ ଦାବି ରହୁଛି? ତେଣୁ ପ୍ରଶାସନକୁ ଆମର ଦାବି, SP ମହୋଦୟଙ୍କୁ ମୋର ଦାବି ରହୁଛି, ୟା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ଯଦ୍ୱାରା କି ସେମାନେ ଆଉ ଦିନେ ସାହସ କରିବେନି କୌଣସି ମଠ ମନ୍ଦିର ଚୋରି କରିବାକୁ। ଧନ୍ୟବାଦ। ମୋ ନାଁ ହେଲା ନିତ୍ୟାନନ୍ଦ ପତି। ମୁଁ ଏ ମନ୍ଦିରରେ ପ୍ରଥମ ପୂଜକ ଭାବରେ କାମ କରି ଆସୁଛି। ମନ୍ଦିର 13 ବର୍ଷ ହେଇଗଲା। 13 ବର୍ଷ ଭିତରେ ଆମ ମନ୍ଦିରରେ ଲଗାତାର ଏଥରକୁ ଲଗେଇକି 8 ଥର, ଛୋଟ ବଡ଼ କି 8 ଥର ଚୋରି ହେଲାଣି। ଆଦେହରେ ଆମେ ପ୍ରଥମରୁ ଯାହା ଜିନିଷପତ୍ର ଯାଇଛି, ବହୁତ ଠାକୁରଙ୍କର ଗହଣାପତ୍ର ଯାଇଛି, ତା ଦେହରେ କୌଣସି ଜିନିଷରେ ଆମେ ପାଇପାରିଲୁ ନାହୁଁ କି କୌଣସି ପୋଲିସଙ୍କର ମାନେ ତାଙ୍କ ତରଫରୁ କିଛି ସହଯୋଗ ମିଳିଲାନି। ଏଥର ଠାକୁରଙ୍କ ଦ୍ୱାରା କିଛି ଜିନିଷପତ୍ର ନଥିଲା ମନ୍ଦିରରେ। ଠାକୁରଙ୍କର ଗହଣାପତ୍ର ଯାହା ପିତ୍ତଳ ଜିନିଷପତ୍ର ଯାହା ଅଛି ଠାକୁରଙ୍କର, ସେଥିରେ ସେ କିଛି ହାତ ମାରିନି। କବାଟ ଭାଙ୍ଗିଛି, ଗ୍ରିଲ୍ ଭାଙ୍ଗିଛି, ଶିବ ମନ୍ଦିର ତାଲା ଭାଙ୍ଗିଛି, ସେଥିରେ ପଶିଛି, ମାଆଙ୍କ ମନ୍ଦିରରେ ପଶିଛି, ପାର୍ବତୀ ମାଆଙ୍କ ମନ୍ଦିରରେ, ସେଥିରେ କିଛି କେଉଁଠି ନେଇପାରି ନାହିଁ। ପିତ୍ତଳ ଜିନିଷ କିଛି ନାହିଁ। ଗହଣା ଆଶାରେ ପଶିଥିଲା, ଗହଣାପତ୍ର ନାହିଁ, ସେ ଫେରିକି ଯାଇଛି କବାଟ ଫଟ ଭାଙ୍ଗିକି। ଆଉ ପୋଲିସର ପଦକ୍ଷେପ ଏଥିରେ ଆସିକି ପୋଲିସ ଆସୁଛନ୍ତି, ଖାଲି ଦେଖିକି ଯାଉଛନ୍ତି। ପୋଲିସଙ୍କର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ତାଙ୍କର କୌଣସି ମାନେ ଦାୟିତ୍ୱ ରଖିନାହାନ୍ତି। ମନ୍ଦିର ତରଫରୁ ଦାବି ରହିବ ଯେ ଏଇ ମାନେ ଆ ଭିତରେ ବାରମ୍ବାର ହେଇ ଆସୁଛି ଏମିତି ଚୋରି, ଯେ ପୋଲିସଙ୍କର ଦାୟିତ୍ୱ ଟିକେ ରହନ୍ତା, ତାଙ୍କର ପଦକ୍ଷେପ ଟିକେ ଜୋର ରୁହନ୍ତା। ସେ କେମିତି କେଉଁଟା ଜାଣୁଛନ୍ତି, ଯେଉଁମାନେ ଚୋରି କରୁଥିବେ, କେଉଁଠି କ'ଣ ସେମାନଙ୍କର ତଦାରଖ ଥିବ, ସେମାନଙ୍କୁ ଧରିକି ପଚରା ଉଚରା କଲେ ଜଣାପଡ଼ିଯାଆନ୍ତା। କିନ୍ତୁ କେଉଁଠି କ'ଣ ଯାଉଛି, କ'ଣ ହେଉଛି, କିଛି ଏପର୍ଯ୍ୟନ୍ତ ଆମେ ଜାଣିପାରୁନୁ। ଧନ୍ୟବାଦ। ଆମର ଜୟ ସୀତାରାମ। ଆମର ମୁଁ ହେଉଛି କାର୍ତ୍ତିକ କୁମାର ସାହୁ, ମୋ ଘର ବାଇସିଙ୍ଗା। ଆମ ପଞ୍ଚାୟତରେ ରାମ ମନ୍ଦିରଟି ବହୁତ 13 ବର୍ଷ ହେଲା ଆରମ୍ଭ ହେଇଛି। ଏଠି ବାରମ୍ବାର 8 ଥର ଚୋରି ହେଲାଣି। ତେଣୁ ପୋଲିସର କୌଣସି ପଦକ୍ଷେପ ନାହିଁ। ବାରମ୍ବାର ଏମିତି ହେଉଛି ଯାଉଛି, କିନ୍ତୁ ପୋଲିସର କୌଣସି ପଦକ୍ଷେପ ନେଉନାହାନ୍ତି। ପୋଲିସ ଏଠି କାହିଁକି ନିଶ୍ଚୟ ରହୁଛି, କେଉଁ ସକାଶେ ସେଇଟା ପ୍ରଶାସନକୁ ଜଣାଥିବ। ତେଣୁ ଆମେ ଭାବୁଛୁ ୟା ପରେ କିଛି ପଦକ୍ଷେପ ନେଲେ ଆମେ ଖୁସି ହୁଅନ୍ତୁ। ଏତିକି ଜଣାଉଛି।